ରୋଷେଇରେ ଲାଗି ପଡ଼ିଛନ୍ତି ସମସ୍ତେ। ଆଉ ଏଠି ଆଇ ଏଠି ବସିଛି, ଆଉ ଏଠି ଖୁଡ଼ି ଏଠି ବସିଛନ୍ତି। ଆଜି ଆସିଛନ୍ତି ଯେ ଆମେ ଏବେ ଆସିକି ପହଞ୍ଚି ଗଲୁ ମାଙ୍କ ମନ୍ଦିରରେ। ଦେଖିଲେ ଏଠି ଫୋନ୍ଟା ଆଉ ଗାଡ଼ି ରଖିଛନ୍ତି ସେଠି। ଏଠି ଆମେ ଗୋଡ଼ ଧୋଇଦେଲୁ। ଏଠି ଗୋଡ଼ ଧୋଉଛନ୍ତି ତାଙ୍କ ଗୋଟିଏ ମାଳ ଇଏ କ'ଣ ମାଙ୍କର ଏପଟେ ଗଣ୍ଠି ପକେଇ ନ ଦେଲେ। ଓହୋ, ବହୁତ ବଢ଼ିଆ ହେଇଛି। କେମିତି କହନ୍ତିନି। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ଆୟୁଷ ବିହାର ଗୋଟେ ବ୍ଲଗ୍କୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଆଉ ଆଜି ହେଉଛି ଆମ ଗାଁ ମେଳନ ହେଉଛି, ମାଆଙ୍କର ଆଜି ହେଉଛି ଖାଇପଡ଼ ଯାତ୍ରା ଆଜି। ଆଉ ଆପଣମାନେ ଦେଖିବେ ଭିଡ଼ିଓଟିକୁ। ତ ଦେଖନ୍ତୁ, ବାବା ତ ଏବେ ଫୁଲ ନେଇକି ଆସିଲେ ହେରି, ବଜାର ଯାଇଥିଲେ। ଏବେ ଦିଅଙ୍କ ପାଇଁ ମାଆଙ୍କ ପାଇଁ ଆଜି ହେଉଛି ଆମ ଗାଁରେ ଖାଇପଡ଼ ଯାତ୍ରା, ପଣା ସଂକ୍ରାନ୍ତି। ଖାଇପଡ଼ ଯାତ୍ରା ଦିଟା ସୂତା ବୋଧେ ସେଇଟା କରିଦେଇଛନ୍ତି। ଯୋଡ଼େ ଫୁଲ ଗୋଟିଏ ମାଳ ଇଏ କ'ଣ ମାଙ୍କର ଏପଟେ ଗଣ୍ଠି ପକେଇ ନ ଦେଲେ। ଓହୋ, ବହୁତ ବଢ଼ିଆ ହେଇଛି। କେମିତି କହନ୍ତିନି। ଆଉ ଆମେ ଏବେ ଯାଉଛୁ ଏବେ ମାଆଙ୍କ ପାଖକୁ। ଆଉ ମୁଁ ଏଠି ବାହାରିକି ଆସିଛି ହେରି। ଆଉ ଆୟୁଷ ବାବା ଏଠି ଛିଡ଼ା ହେଇଛନ୍ତି, ମାଳ ଆଣିବାକୁ ଯାଇଥିଲେ। ଛିଡ଼ା ହେଇଛନ୍ତି, ସେ ମାଳ ଆଣିଛନ୍ତି। ଆମେ ଏବେ ଯାଉଛୁ ଆଉ ମାଆଙ୍କ ମନ୍ଦିରରୁ ଆସିବ। ଆୟୁଷ ବି ଯାଇଛି ଟିକେ ଦୋକାନ, କ'ଣ ପଠେଇଲେ ତାକୁ। ଆଉ ଆୟୁଷ ଆସିଲେ ଆମେ ଯିବୁ ଆଉ ଆମେ ଏବେ ଯାଉଛୁ। ଆମେ ଏବେ ଆସିକି ପହଞ୍ଚି ଗଲୁ ମାଆଙ୍କ ମନ୍ଦିରରେ। ଦେଖିଲେ ଏଠି ଫୋନ୍ଟା ଆଉ ଗାଡ଼ି ରଖିଛନ୍ତି ସେଠି। ଗାଡ଼ି ରଖିଛନ୍ତି ଏଠି। ଚପଲ ଥୋଇଦେଲ, ଏଇପଟେ ଯେଠି ଗୋଟେ ଯେଉଁ ଗୋଡ଼ ଧୋଇନି ସେପଟେ କି ଆସୁନ। କେଉଁପଟେ ଚପଲ ଏଇଠି ଥାଉ। ନାଇଁ, ଏଇଠି ଚପଲ ଥାଉ। ଭୋଗ ହରିକା ସବୁ ତ ଅଛି। ଆମେ ଏଇଠୁ ସବୁ ନେବୁ ଭୋଗ। ଆଉ ଆୟୁଷ ଫୁଲ ମାଳ ଧରିଛନ୍ତି। ଆଉ କାଲି ଏଇଠି ଯାତ୍ରା ହେଉଥିଲା, ଆମେ ଏଇଠି ଆସିଥିଲୁ ଦେଖିବା ପାଇଁକା। ଆଉ ମାଆଙ୍କ ମନ୍ଦିର ମାଆ ଗଢ଼ିଛନ୍ତି। ଗାଡ଼ିଟା ସେପଟେ ରଖିଲେ, ଏପଟେ ରଖୁଥିଲେ। ଗାଡ଼ିଟା ସେପଟେ ରଖିକି ଆସିଲେ। ଏବେ ଆସ, ଗୋଡ଼ ଧୋଇକି ଆସିଲେ। ଭୋଗ ହରିକା ନେବ ସବୁ। ଗୋଟେ ଭୋଗ ଦୋକାନ ହେଇଛି। ଆଉ ଏ ତ ଆମ ସଙ୍ଗାତ, ଇଏ ଆୟୁଷ ବାବାଙ୍କର ସଙ୍ଗାତ। ଭୋଗ ହରିକା ସବୁ ନେବୁ, ଗୋଡ଼ ଧୋଇକି ଆସିଲେ ଆମେ ନେବୁ ଆଉ। ଆୟୁଷ ତ ଚାଲି ଚାଲି ଯାଉଛନ୍ତି ଆଉ। ଏଠି ଆମେ ଗୋଡ଼ ଧୋଇଦେଲୁ। ଏଠି ଗୋଡ଼ ଧୋଇଛନ୍ତି ତାଙ୍କ ବାବା। ଆଉ ଏସବୁ ଛିଡ଼ା ହେଇଛନ୍ତି। ମାଆଙ୍କ ମନ୍ଦିର କାଲି ମର୍ଣ୍ଣିଂରେ ଆପଣ ଭୋଗ ଦୀପ ସବୁ ନେଇକିରି ଆସିବୁ। ଯିବୁ ଏଇଠୁ ଭୋଗ କରିବୁ। ଭୋଗ ଆଣିକି ଆସିଲେ ହେରି ଏଠି। ଆଉ ଆୟୁଷ ଦୀପ ଲଗାଉଛନ୍ତି। ଦୀପ ଲଗାଇଦେଲେ ମନ୍ଦିରକୁ ଯିବୁ ଆଉ। ଆୟୁଷ ମନ୍ଦିରରେ ଦୀପ ଲଗାଉଛନ୍ତି। ମନ୍ଦିର ଆସିଛୁ। ଏବେ ଦେଖନ୍ତୁ ସମସ୍ତେ, ଆମେ ଆସିକି ମାଆଙ୍କ ମନ୍ଦିରରେ ପହଞ୍ଚି ଯାଇଛୁ। ମାଆ ଗଢ଼ଚଣ୍ଡୀଙ୍କ ମନ୍ଦିରରେ। ଆଉ ଏବେ ଦୀପ ବସାଇଦେଲୁ। ଦୀପ ବସାଇକି ଏବେ ମନ୍ଦିର ଯିବୁ। ଯେହେତୁ ସେଠି ଗୀତ ବାଜୁଥିଲା, ଆମେ ତ ଗୀତର ସାଉଣ୍ଡଟା ମାନେ ଅରିଜିନାଲ୍ ଭଏସ୍ଟା ଆମେ ଦେଇପାରିବୁନି ନା। ସେଥିଲାଗି ମୋ ଭଏସ୍ଟା ମୁଁ ଆପଣମାନଙ୍କୁ ଶୁଣାଇ ଦେଉଛି। ଯେହେତୁ ସେଠି ଗୀତ ବାଜୁଥିଲା, ଆଉ ୟୁଟ୍ୟୁବ୍ରେ ତ ଛାଡ଼ି ହେବନି ଗୀତ ବାଜିଲେ। ଆଉ ସେଥିଲାଗି ଆଉ ଆପଣମାନେ ଦେଖନ୍ତୁ ଆଗକୁ। ଆଉ ଆମେ ଠାକୁରାଣୀଙ୍କ ମନ୍ଦିରକୁ ଗଲୁ। ଦର୍ଶନ ବି ବହୁତ ସୁନ୍ଦର ଭାବରେ ହେଲା। ବହୁତ ବି ଭିଡ଼ ହୋଇନଥିଲା। ତଥାପି ଆମେ ଟିକେ ରହୁ ରହୁକା ତଥାପି ଭିଡ଼ ହେଲା, ଆସ୍ତେ ଆସ୍ତେ ହେଇକି। ଆଉ ଆପଣମାନେ ଦେଖନ୍ତୁ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ସମସ୍ତେ ଭିଡ଼ିଓଟିକୁ ଆମର ଦେଖନ୍ତୁ। ଆଉ ମାଆଙ୍କୁ ଦର୍ଶନ କରନ୍ତୁ। ଚାଲ ମାଆଙ୍କ ମନ୍ଦିରକୁ ଆସିଲୁ। ଚାଲ ମାଆଙ୍କ ମନ୍ଦିର ଭିତରେ ଆମେ ପହଞ୍ଚିଛୁ ଆସିକି। ଏବେ ହେଉଛି
ମାଆଙ୍କୁ ଏବେ ମାଳ ପିନ୍ଧା ହେଇଗଲା। ଭୋଗ ଦେଇ ଦେଇଛ କଣ? ଭୋଗ ଭୋଗ ଦେଇ ଦେଇଛ? ଭୋଗ ଭୋଗ ଦିଅ। ଦୀପ ବସିବା ଆଉ ଭୋଗରାଗ ସବୁ ସରିଲା। ଆଉ ଆମେ ଏବେ ବାହାରିଲୁ ଘରକୁ। ଆଉ ଆପଣମାନେ ଅପେକ୍ଷା କରନ୍ତୁ ଆଉ ଦେଖିବେ ଦୀପରୁ ଖାଇପଡ଼ ଯାତ୍ରା ହେବ। ଆଉ ଆପଣମାନେ ଅପେକ୍ଷା କରନ୍ତୁ ଆଉ ଖାଇପଡ଼ ଯାତ୍ରା ହେବ, ଆପଣମାନେ ବି ଦେଖିବେ। ଏବେ ସକାଳଟା ହେଇଛି ନା ଖାଇପଡ଼ ଯାତ୍ରା ହେବ ସେଇଠି। ତ ଆଜି ଦେଖନ୍ତୁ ଆଜି ସଂକ୍ରାନ୍ତି ବୋଲି ମମ୍ମୀ ଏବେ ରୋଷେଇରେ ଲାଗି ପଡ଼ିଛି। ଏବେ କ'ଣ ଡାଲମା ହେଇସାରିଲାଣି? ଡାଲମା ହେଇସାରିଲାଣି। ଚୁଇଁ ସେଇଠି ଶୋଇପଡ଼ିଛି ନା, ଟିକିଟା ଶୋଇପଡ଼ିଛି। ଆଉ ସେ ମା କ'ଣ କରୁଛି ନଡ଼ିଆ ଧରିକି? ଖିଚଡ଼ି ହେବ। ଖିଚଡ଼ି ଡାଲମା। ଓହୋ। ଆଉ ଏପଟେ ସବୁ ରୋଷେଇରେ ଲାଗି ପଡ଼ିଛନ୍ତି ସମସ୍ତେ। ଆଉ ଏଠି ଆଇ ଏଠି ବସିଛି, ଆଉ ଏଠି ଖୁଡ଼ି ଏଠି ବସିଛନ୍ତି। ଆଜି ଆସିଛନ୍ତି ଯେ। ଆଉ ଏଠି କ'ଣ ବସିଛି ରୋଷେଇରେ? ଏଇଟା ଖିଚଡ଼ି ବସିଛି। ଓହୋ। ଖିଚଡ଼ି ଡାଲମା ହବ ତାହେଲେ ଆଜି। ଆଇକୁ ଆଜି ରୋଷେଇ କରୁଛୁ? ହଉ କରେ ଆଉ। ତ ଦେଖନ୍ତୁ ମାର ଆଉ ଆଈର ଏଠି ଖାଉଛନ୍ତି। ଖାଇବା ଏବେ ସରିଗଲାଣି ଆଉ। ଓହୋ, କୁଣିଆ ମା ଆପଣ ତ ଜାଣିଥିବେ, ଦେଖିଥିବେ ଆଉ। ଏଇନା ଆସିଲେ ଶୋଇଛନ୍ତି ଏଠି ଆଉ। ଏଠି ମା ଆଉ ଆଈ ଖାଉଛନ୍ତି। ଆଉ ସେଠି ମମି ଆଉ ଖୁଡ଼ି, ମମି ଖୁଡ଼ି ଏବେ ଖାଉଛନ୍ତି ଆଉ। ହଁ, କ'ଣ ହେଇଛି ଖାଇବାରେ? ଭାତ, ଡାଲମା, କାକୁଡ଼ି ସାଲଟ, ଖଟା। ଏଇଟା କ'ଣ ବିନ୍ ନା ଛୁଇଁ? ଓହୋ, ଝୁଡ଼ଙ୍ଗ ନା? ଓହୋ, ତମେ ଖାଇଦେଉଛ, ମୋତେ ଡାକୁନ। ମୁଁ ତ ଆଗ ଖାଇଦେଇଛି। ହଁ, ହଉ ଖାଇଦିଅ ଆଉ। ଦେଖନ୍ତୁ ଆମେ ଯେଉଁ ଆସିଥିଲୁ ମା ଗଣେଶଙ୍କ ପାଖକୁ, ଆଉ ଖାଇପଡ଼ ଏବେ ଆରମ୍ଭ ହେଇଯାଇଛି। ଦେଖନ୍ତୁ କେଉଁଭଳି ଭାବରେ ଲୋକ ବହୁତ ଆସୁଛନ୍ତି। ଆଉ କଣ୍ଟା ଫଡ଼ା ଏବେ ଆରମ୍ଭ ହେଇଗଲାଣି। ଆଉ ଆମେ ଏବେ ଆସିଛୁ। ବହୁତ ଖରାବେଳଟା ନା ଏଇଟା। ଏଇଠି ଅଛନ୍ତି ଗଲାବେଳକୁ ଯିବୁ। ହଁ ହଁ, ଏବେ ଆସୁଛି। ଏପଟେ ବାଜା ବାଜିକି ଆରମ୍ଭ ହେଇଗଲାଣି। ଖାଇପଡ଼ ଆରମ୍ଭ ହେଇଗଲାଣି। ଆଉ ଭାଇରେ ବୁଲି ନାହାନ୍ତି। ଏପଟେ ଦେଖି ସେପଟେ ଏଇ ପୋଖରୀ ଠିକି ଆସୁନ, ପୋଖରୀ ଠିକି ଆପଣମାନଙ୍କୁ ମୁଁ ସେପଟେ ପଛ କାମେରା କରିକି ଆପଣମାନଙ୍କୁ ଦେଖୁଛି। ଆପଣମାନେ ଦେଖିବେ କଣ୍ଟା ଯେଉଁଠି ଫୋଡ଼ା ହେଉଛି ପାଣି ଭିତରେ। ଆପଣମାନେ ତ ସବୁ ଭିଡ଼ିଓ ଦେଖିଲେ, ଆଉ ଟିକେ ଅପେକ୍ଷା କରନ୍ତୁ। ଆଉ ବି ଅଛି କଣ୍ଟାପଡ଼ା ମାଆଙ୍କର ଅଛି। ଆଉ କିଛି ବି ଭିଡ଼ିଓ ମାନେ ଆପଣମାନଙ୍କୁ ଦେଖା ହେଇନି। ଆଉ ଆର ନେକ୍ସଟ ଭିଡ଼ିଓରେ ଆପଣମାନେ ଦେଖିବେ କେମିତି କଣ୍ଟାପଡ଼ା ହେଲା ମାଆଙ୍କର, ଆଉ ମାଆଙ୍କର ମହିମା କେତେ ଆପଣମାନେ ସବୁ ଜାଣିଯିବେ। ଆଉ ଅପେକ୍ଷା କରନ୍ତୁ। ଆଉ ଆସନ୍ତା କାଲିକି ଭିଡ଼ିଓଟା ନେକ୍ସଟ ଭିଡ଼ିଓରେ ଆସିଯିବ। ଆଉ ଆପଣମାନେ ଯାଇକି ଭିଡ଼ିଓଟି ଦେଖିବେ, କାହିଁକିନା ଭିଡ଼ିଓଟା ବହୁତ ଲମ୍ବା ହେଇଯିବ, ସେଥିଲାଗି ଆଉ ଭିଡ଼ିଓଟା ଏଇଠି ଆମେ ରଖିଦେଉଛୁ। ଆଉ ସବୁ ଭିଡ଼ିଓ ଦେଖିପାରିବେ ଆଉ ନେକ୍ସଟ ଭିଡ଼ିଓରେ। ଏବେ ରହୁଛି, ନମସ୍କାର, ଜୟ ଜଗନ୍ନାଥ।